ଚିରସ୍ରୋତା 2 ବର୍ଷରେ କଣ ଦେଇଛି ମୋଦି ଓଡ଼ିଶାକୁ? କଣ ଦେଇଛି? ସେ 12 ବର୍ଷ ମୁଁ କହିପାରିବିନି। ତାଙ୍କ ବାଳ ମୁଣ୍ଡରେ କେତେ ଚନ୍ଦା କେତେ ହେଲାଣି, କେତେ ରହିଲାଣି, 12 ବର୍ଷ ପୂର୍ତ୍ତି ସେ ପାଳନ କରନ୍ତୁ। ଓଡ଼ିଶାକୁ ଯୋଉ ଭଳିଆ ତମେ ଓଡ଼ିଶାରୁ 20 MP ନେଇ ଧୋକା ଦେଇଛ, ଓଡ଼ିଶା ହକ୍ ତମେ ପ୍ରଧାନମନ୍ତ୍ରୀ ତମ ପେଢ଼ିରୁ ଦଉଛ, ତମ ବାପାଙ୍କ ଧାନ ବିକ୍ରି କରି ଦଉଛ। ଯେତେବେଳେ ଆସିବ 5,000 ଲୋକ କଳ ପତାକା ଧରି ଗାନ୍ଧୀ ନୀତିରେ ତମକୁ ପ୍ରୋଟେଷ୍ଟ କରିବୁ। ଆମର ତ ଏଠି 5 ଟଙ୍କାରେ ବିଚରା ନବୀନ ଦଉଥିଲା ଭାତ ଡାଲମା ତରକାରୀ ଫରକାରୀ, ତାକୁ ମୋହନ ମାଝୀ 10 ଟଙ୍କା କରିସାରିଲାଣି। ମାଛ ଦବ ବୋଲି ଦେଖାଯାଉ କେବେ ମାଛ ଦଉଛନ୍ତି। ଜରିଆରେ ପଚାରିବାକୁ ଚାହୁଁଛି, ହେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ତମେ ମୋଦି କି କହିଛ ଚିରସ୍ରୋତା? କଣ ଗଙ୍ଗା ନା ଯମୁନା ନା ସରସ୍ୱତୀ? ଆଏ ମହାନଦୀ ବି ତା ପଡ଼ିଛି ଶୁଖିଲା। ଚିରସ୍ରୋତା 2 ବର୍ଷରେ କଣ ଦେଇଛି ମୋଦି ଓଡ଼ିଶାକୁ? କଣ ଦେଇଛି? ଆନ୍ଧ୍ରକୁ ଦେଇଛି 92,000 କୋଟି ସ୍ପେଶାଲ ପ୍ୟାକେଜ, ବିହାରକୁ ଦେଇଛି 51,000 କୋଟି ସ୍ପେଶାଲ ପ୍ୟାକେଜ, 13ଟା MP ଦେଇଛି, 12ଟା MP ନେଇଛି, ଆମେ ଦେଇଛୁ 20 MP। ଓଡ଼ିଶାରୁ ତମେ ପ୍ରଧାନମନ୍ତ୍ରୀ ତମ ପେଢ଼ିରୁ ଦଉଛ, ତମ ବାପାଙ୍କ ଧାନ ବିକ୍ରି କରି ଦଉଛ। ହଁ, ତମେ ହାତରୁ ଦଉଛ। ବାରମ୍ବାର ଦୌଡୁଛ ଓଡ଼ିଶା, ଫେର ଆଉଛ 25ରେ। ଚିରସ୍ରୋତା ମୁଖ୍ୟମନ୍ତ୍ରୀ କହୁଛନ୍ତି ଇଏ ହବାର ନଥିଲା, ହେଇଯାଇଛନ୍ତି ତମ ଦୟାରୁ। ତମେ ଗୁଜୁରାଟକୁ ସବୁ ମାଇନିଂ ଦେଇ ସାରିଲଣି ୟାର ଦସ୍ତଖତରେ, ଇଏ ମୁଖ୍ୟମନ୍ତ୍ରୀ। ତମେ ବିହାରୀକି ଦେଇ ସାରିଲ ସବୁ ମଦ ଲଟେରୀ ଜରିଆରେ। ଲଜ୍ଜା ଲାଗୁନି? ଚିରସ୍ରୋତା ଏଇଥର ଆସିକି ଯା ପ୍ରାଇମ ମିନିଷ୍ଟର। ଆରଥରକୁ ଯେତେବେଳେ ଓଡ଼ିଶା ଆସିବ, ମହାନଦୀ ଉପରେ ପାଣି ପକେଇ ରଖିଲା ଛତିଶଗଡ଼, ଆମେ ଶୁଖିଲାରେ ମରୁଛୁ। ଦୟା ଶୁଖିଲା, ରାଜୁଆ ଶୁଖିଲା, ଭାର୍ଗବୀ ଶୁଖିଲା, ମହାନଦୀ ଶୁଖିଲା, ବୈତରଣୀ ଶୁଖିଲା। ଯଦି ତଳେ 25,000 କୋଟି ଖର୍ଚ୍ଚ ହବ ମହାନଦୀ ତଳେ ବନ୍ଧ ପକେଇବା ପାଇଁ, ସ୍ପେଶାଲ ପ୍ୟାକେଜ ତମେ ନ ଦିଅ, ଯେତେବେଳେ ଆସିବ 5,000 ଲୋକ କଳ ପତାକା ଧରି ଗାନ୍ଧୀ ନୀତିରେ ତମକୁ ପ୍ରୋଟେଷ୍ଟ କରିବୁ, ବିରୋଧ କରିବୁ। ଓଡ଼ିଶା ମାଟିକି ତମେ ଅପମାନ ଦେଇଛ, ଓଡ଼ିଶା ହକ୍ ତମେ ଦୂରେଇ ନେଇଛ। ଓଡ଼ିଶାର ମୂଲ୍ୟବାନ ଖଣିପତ୍ର ଗୁଜୁରାଟୀ ଲୋକଙ୍କୁ ତମେ ଦେଇ ସାରିଲଣି। ଓଡ଼ିଶାରେ ମଦ ବସେଇ, ଦେଶୀ ମଦ, ବିଦେଶୀ ମଦ, ବିଷାକ୍ତ ମଦ ଦେଇ ବିହାରୀଙ୍କୁ ଓଡ଼ିଶାକୁ ଛାରଖାର କରିବା ପାଇଁ ତମେ ଯୋଉ ଷଡ଼ଯନ୍ତ୍ର କଲଣି, ତାର ଜବାବ ଦବ। ସେ 12 ବର୍ଷ ମୁଁ କହିପାରିବିନି। ତାଙ୍କ ବାଳ ମୁଣ୍ଡରେ କେତେ ଚନ୍ଦା କେତେ ହେଲାଣି, କେତେ ରହିଲାଣି, 12 ବର୍ଷ ପୂର୍ତ୍ତି ସେ ପାଳନ କରନ୍ତୁ। ଓଡ଼ିଶାକୁ ଯୋଉ ଭଳିଆ ତମେ ଓଡ଼ିଶାରୁ 20 MP ନେଇ ଧୋକା ଦେଇଛ, ଓଡ଼ିଶା ହକ୍ ମହାନଦୀ ତଳେ ଗୋଟେ ବନ୍ଧ ନ କରିଛ, ଓଡ଼ିଶା ମାଟିରେ ଓହ୍ଲେଇ ଦେବୁନି। ଏଇଥର ଓହ୍ଲେଇକି ଯାଅ। ଭଲ ମୁଖ୍ୟମନ୍ତ୍ରୀ ଭଲ କାମ କରିଛନ୍ତି। ଶୁଭେନ୍ଦୁଙ୍କୁ ଚିଠି ଲେଖିଛନ୍ତି ଧାମ ହଟେଇବା ପାଇଁ। ମୁଁ ଶିବଜୀ ମଧ୍ୟ ଶୁଣିଛନ୍ତି ଧାମ ହଟେଇ ଦେଇଛନ୍ତି। ଆଏ ସେ ବଡ଼ କଥା କଣ ବା? ଧାମ କିଏ ପଚାରୁଥିଲା? ବିଶ୍ୱରେ ତ ଧାମ ପୁରୀ, ପୁରୀ ଧ୍ୟାମ, ଆଉ କୋଉଠି ଧ୍ୟାମ ରହିଲା? ଏଗୁଡ଼ା ଶୁଖିଲା କଥା। ଏ ମୁଖ୍ୟମନ୍ତ୍ରୀ କଥାରେ ଧ୍ୟାମ କିଏ ପଚାରୁଥିଲା? ଧ୍ୟାମ ସେଗୁଡ଼ା ତାଙ୍କ ଗାଁରେ କରିଥିଲେ ଧ୍ୟାମ। ଏଠି ପୃଥିବୀରେ ବହୁତ 4ଟା ଧ୍ୟାମ, ପୁରୀ ଧ୍ୟାମ, ଜଗନ୍ନାଥ ଧ୍ୟାମ। ଏଗୁଡ଼ା ଶୁଖିଲା କଥା, ଏଗୁଡ଼ା ଶୁଖିଲା ମୂଲ୍ୟହୀନ କଥା। ଆଉ ମମତା କାହିଁ ଗଲା? ପୁରୀଟାକୁ ଅପମାନ କଲା, ଧ୍ୟାମ କଲା, କହିଲା ଦ୍ୱିତୀୟ ଧ୍ୟାମ ପୁରୀ, ସେଇଥିପାଇଁ ବିଦା ହେଇଗଲା। ଜଗନ୍ନାଥ କହିଲେ ନାଇଁ, ଆର ଗର୍ବ ବହୁତ ହେଇଗଲାଣି, ଯାହା ସାଡ଼େ। ଆଉ ଏ ସୁବୋଧୁ ଯୋଉ ଭଳିଆ ଶସ୍ତା କଥାବାର୍ତ୍ତା କଲାଣି, ଶସ୍ତା କାରବାର କରୁଛି, ଏ ମୋହନ ମାଝୀ ଯୋଉ ଭଳିଆ ଶସ୍ତା କରୁଛି, ଏ ବି ପଳେଇବେ। କୋଉଠି? କଲିକତାରେ? ମୁଁ ଜାଣିନି। ଆମର ତ ଏଠି 5 ଟଙ୍କାରେ ବିଚରା ନବୀନ ଦଉଥିଲା ଭାତ ଡାଲମା ତରକାରୀ ଫରକାରୀ, ତାକୁ ମୋହନ ମାଝୀ 10 ଟଙ୍କା କରିସାରିଲାଣି। ମାଛ ଦବ ବୋଲି ଦେଖାଯାଉ କେବେ ମାଛ ଦଉଛନ୍ତି।
শুভেন্দু ভালো করেছে, ধ্যাম উঠা দিচ্ছে। ध्यान चारी ध्यान, जगन्नाथ ध्यान पूरी ध्यान। वो जो ध्यान बोला था ममता वो चला गया, चले যাচ্ছে ধ্যানের জন্যে। ঠিক করেছে, ধ্যান উঠা দিচ্ছে, ধন্যবাদ, অভিনন্দন।